ଷ୍ଟାର୍ଟଅପ୍ ଦୁନିଆ କଥା ଭାବିଲେ ଆମ ମନକୁ କ'ଣ ଆସେ? ସଫଳତା, ଚମକ, କୋଟି କୋଟି ଟଙ୍କାର ଫଣ୍ଡିଂ, ଏସବୁ ତ। ହେଲେ ଏହି ଚମକ ପଛରେ ଥିବା ଅନ୍ଧାର ବିଷୟରେ କେବେ ଭାବିଛନ୍ତି? ଆଜି ଆମେ ସେହି ଲୁକାୟିତ ଦିଗ ବିଷୟରେ ହିଁ କଥା ହେବା, ଯେଉଁଠି ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ବଡ଼ ବୋଝ ପଡ଼ିଥାଏ। ଆଚ୍ଛା, ଚାଲନ୍ତୁ ଏହାକୁ ଟିକେ ଭଲ ଭାବରେ ଦେଖିବା। ଦେଖନ୍ତୁ, ଗୋଟିଏ ପଟେ ଆମେ ବଡ଼ ବଡ଼ ହେଡ୍ଲାଇନ୍ ପଢ଼ୁଛେ, ଏହି ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ ହେଲା, କୋଟି ଟଙ୍କାର ଡିଲ୍ ହେଲା। କିନ୍ତୁ ମୁଦ୍ରାର ଅନ୍ୟପଟେ କ'ଣ ଅଛି? ସେହି ଫାଉଣ୍ଡରଙ୍କର ଅସଲି ଜୀବନ, ଯେଉଁଠି ରାତି ରାତି ନିଦ ନାହିଁ, ଚାରିଆଡ଼ୁ ଚିନ୍ତା ଆଉ ଏକା ଏକା ସଂଘର୍ଷ କରିବାର କଷ୍ଟ, ଯାହା କାହା ଆଖିକୁ ଦେଖାଯାଏନି। ଆଉ ଏଇଠୁ ଗୋଟେ ବହୁତ ବଡ଼ ପ୍ରଶ୍ନ ଆସୁଛି। ଆମେ ଯେଉଁ ଦିନରାତି ପରିଶ୍ରମ, ଯାହାକୁ ଆଜିକାଲି ହସଲ୍ କଲଚର କୁହାଯାଉଛି, ତାକୁ ତ ବହୁତ ଭଲ ବୋଲି ଭାବୁ। କିନ୍ତୁ କେବେ ଚିନ୍ତା କରିଛନ୍ତି, ଯଦି ଏହି ଦୌଡ଼ ହିଁ ନୂଆ ଆବିଷ୍କାର କରୁଥିବା ମସ୍ତିଷ୍କକୁ ଧୀରେ ଧୀରେ ଖାଇଯାଉଥାଏ ତ? ମାନେ ଯେଉଁ ମୁଣ୍ଡ ନୂଆ ଜିନିଷ ତିଆରି କରୁଛି ସେଇଟା ହିଁ ଭାଙ୍ଗି ପଡ଼ୁଥାଏ ତ? ଏହା ଟିକେ ଗମ୍ଭୀର କଥା ନୁହେଁ କି? ହଉ ତେବେ ଚାଲନ୍ତୁ ଆମ ଆଲୋଚନାର ପ୍ରଥମ ଭାଗକୁ ଯିବା। ଏହି ଯେଉଁ ସଂଘର୍ଷର ମାୟାଜାଲ ଅଛି, ତା ଭିତରକୁ ଟିକେ ପଶି ଦେଖିବା, ଏହି ଚମକୁଥିବା କାହାଣୀ ପଛର ଅସଲି ମୂଲ୍ୟ କ'ଣ? ଜାଣିଛନ୍ତି ଗୋଟେ ମଜା କଥା କ'ଣ? ଷ୍ଟାର୍ଟଅପ୍ ଦୁନିଆରେ ନା କମ୍ ଶୋଇବା ଆଉ ଦିନରାତି କାମରେ ଲାଗି ରହିବାଟା ଗୋଟେ ପ୍ରକାରର ବ୍ୟାଜ୍ ଅଫ୍ ଅନର ଭଳି। ଲୋକେ ଗର୍ବରେ କୁହନ୍ତି, ମୁଁ କାଲି ରାତିରେ ମାତ୍ର 3 ଘଣ୍ଟା ଶୋଇଥିଲି। ମାନେ ଏଇଟା ହିଁ ସଫଳତାର ଚାବିକାଠି ବୋଲି ଧରି ନିଆଯାଏ। ହେଲେ ଏହାର ଅସଲି ଦାମ କ'ଣ ଦେବାକୁ ପଡ଼ୁଛି? ତେବେ ସେହି ପ୍ରଶ୍ନର ଉତ୍ତର ଖୋଜିବା। ଏହି ଭାଗରେ ଆମେ ଦେଖିବା ଯେ ଫାଉଣ୍ଡରମାନଙ୍କ ଉପରେ ଏତେ ପ୍ରେସର ବା ଚାପ ଆସେ କେଉଁଠୁ। ଆଚ୍ଛା, ତେବେ ଚାପର କାରଣ କ'ଣ? ଦେଖନ୍ତୁ, ଇନଭେଷ୍ଟରମାନେ ଚାହାନ୍ତି ତାଙ୍କ ଟଙ୍କାର ରିଟର୍ନ, ତା ପୁଣି ଶୀଘ୍ର। ତାପରେ ଆସିଲେ କର୍ମଚାରୀ, ସେମାନଙ୍କର ଦରମା, ସେମାନଙ୍କର କ୍ୟାରିୟର, ସବୁକିଛି ଫାଉଣ୍ଡରଙ୍କ ଉପରେ। ଆଉ ନିଜର ବି ତ ସ୍ୱପ୍ନ ଅଛି, ବହୁତ ବଡ଼ ହେବାର ଇଚ୍ଛା। ଆଉ ସବୁଠାରୁ ବଡ଼ ଭୂତ ହେଲା ବିଫଳତାର ଭୟ। ଯଦି ସବୁକିଛି ଭୁଲ ହୋଇଯାଏ ତ? ଏହି ଚିନ୍ତାଟା ହିଁ ସବୁବେଳେ ମୁଣ୍ଡ ଉପରେ ଖଣ୍ଡା ଭଳି ଝୁଲୁଥାଏ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ଚାରିପଟେ ଏତେ ଲୋକ ଥାଇକି ବି ଫାଉଣ୍ଡରମାନେ ପ୍ରାୟତଃ ପୁରା ଏକା। କାହିଁକି? କାରଣ ତାଙ୍କ ସବୁବେଳେ ସବୁ ଠିକ୍ ଅଛି ବୋଲି ଦେଖିବାକୁ ପଡ଼େ। ସେମାନେ ଯଦି ନିଜର ଡର ବା ଦୁର୍ବଳତା ଦେଖେଇବେ, ତାହେଲେ ପୁରା ଟିମ୍ର ମନୋବଳ ଭାଙ୍ଗିଯିବ। ତେଣୁ ସବୁକିଛି ଭିତରେ ଚାପି ରଖିବାକୁ ପଡ଼େ। ତେବେ ଏତେ ଚାପ, ଏତେ ଏକାକୀପଣ, ଏସବୁର ଫଳ କ'ଣ ହୁଏ? ଫଳ ହେଉଛି ଗୋଟିଏ ଶବ୍ଦ, ବର୍ଣ୍ଣଆଉଟ୍। ଆଉ ହଁ, ଏଟା ଖାଲି ଟିକେ ଥକିଯିବା ନୁହେଁ, ଏହା ତାଠାରୁ ବହୁତ ଅଧିକ ଗଭୀର। ବର୍ଣ୍ଣଆଉଟ୍ ମାନେ କ'ଣ? ଏହାର ଅର୍ଥ ହେଲା ଆମ ଭାବନାତ୍ମକ, ଶାରୀରିକ ଆଉ ମାନସିକ ଶକ୍ତି ପୂରାପୂରି ଶେଷ ହୋଇଯିବା। ଏହା ଲଗାତାର ଚାପରୁ ହିଁ ହୁଏ। ଆଉ ଯେତେବେଳେ ଏମିତି ହୁଏ, ସଠିକ୍ ନିଷ୍ପତ୍ତି ନେବା କିମ୍ବା କିଛି ନୂଆ ଆଇଡିଆ ଭାବିବା ପ୍ରାୟ ଅସମ୍ଭବ ହୋଇପଡ଼େ। ଆଉ ଯଦି ଲାଗୁଛି ଯେ ଏହା କେବଳ କିଛି ଲୋକଙ୍କ ସହ ହେଉଛି, ତେବେ ଏହି ନମ୍ବରଟା ଦେଖନ୍ତୁ। କିଛି ସର୍ଭେ କହୁଛି ପାଖାପାଖି 72% ଫାଉଣ୍ଡର, ମାନେ 10 ଜଣରୁ 7 ଜଣରୁ ବି ଅଧିକ, ନିଜ କ୍ୟାରିୟରରେ କେବେ ନା କେବେ ଗଭୀର ଚିନ୍ତା ବା ଅବସାଦର ସାମ୍ନା କରିଥାନ୍ତି। ତେବେ ଏଇଟା କିଛି ଛୋଟ କଥା ନୁହେଁ, ଏହା ଏକ ବହୁତ ବଡ଼ ସମସ୍ୟା। ଆଉ ଏହାର ସବୁଠୁ ବଡ଼ ପ୍ରଭାବ କ'ଣ ପଡ଼େ ଜାଣନ୍ତି? ଯେତେବେଳେ ଜଣେ ଲଗାତାର ଚାପରେ ରହେ, ତାର ଠିକ୍ ନିଷ୍ପତ୍ତି ନେବାର କ୍ଷମତା କମିଯାଏ। ଆଉ ଷ୍ଟାର୍ଟଅପ୍ର ମୂଳଦୁଆ କ'ଣ? ସୃଜନଶୀଳତା। ହେଲେ ଏହି ଲଗାତାର ଚାପ ସେହି ସୃଜନଶୀଳତାକୁ ହିଁ ମାରିଦିଏ। ହଉ, ତେବେ ଏହି ଯେଉଁ ସମସ୍ୟା, ଏଇଟା କ'ଣ ଖାଲି ସେହି ଫାଉଣ୍ଡର ପାଖରେ ରହିଯାଏ? ନା, ଏହାର ପ୍ରଭାବ ଗୋଟେ ଢେଉ ଭଳି ପୁରା କମ୍ପାନୀ ଉପରେ ପଡ଼େ। ଚାଲନ୍ତୁ ଦେଖିବା କେମିତି। ଦେଖନ୍ତୁ, ଏହା ଗୋଟେ ଚେନ୍ ରିଆକ୍ସନ୍ ଭଳି। ଆରମ୍ଭ ହୁଏ ଫାଉଣ୍ଡରଙ୍କ ନିଜର ଚାପରୁ। ସେହି ଚାପ ଯୋଗୁଁ ସେମାନେ ଭୁଲ ନିଷ୍ପତ୍ତି ନିଅନ୍ତି। ଆଉ ସେହି ଭୁଲ ନିଷ୍ପତ୍ତିର ବୋଝ ପଡ଼େ ପୁରା ଟିମ୍ ଉପରେ। ଫଳରେ ଟିମ୍ରେ ବି ଚାପ ବଢ଼େ, ଆଉ ଶେଷରେ ପୁରା ବ୍ୟବସାୟ ତଳକୁ ଖସିଯାଏ। ସବୁ ଗୋଟିଏ ସୂତାରେ ବନ୍ଧା। ବ୍ୟବସାୟ ଉପରେ ଏହାର ସିଧାସଳଖ ପ୍ରଭାବ କ'ଣ ପଡ଼େ? ବେଳେବେଳେ ରାଗରେ ବା ଆବେଗରେ ବଡ଼ ବଡ଼ ନିଷ୍ପତ୍ତି ନେଇଯିବା। ବଜାର ଦ୍ରୁତ ଗତିରେ ବଦଳୁଛି, କିନ୍ତୁ ତା ସହିତ ତାଳ ଦେଇ ନ ପାରିବା। ଆଉ ଅଫିସରେ ଏମିତି ଏକ ନକାରାତ୍ମକ ମାହୋଲ ତିଆରି ହୁଏ ଯେ ଟିମ୍ର କାମ କରିବାର ଇଚ୍ଛା ହିଁ ମରିଯାଏ। ଆଚ୍ଛା, ଏତେ ସବୁ ସମସ୍ୟା ତ ଆମେ ଦେଖିଲେ, ତାହେଲେ ବାଟ କ'ଣ? ଏହାର ସମାଧାନ କ'ଣ? ଆଉ ଏଥିପାଇଁ ଖାଲି ଛୋଟମୋଟ ପଦକ୍ଷେପରେ କାମ ଚଳିବନି। ଏଥିପାଇଁ ଆମ ପୁରା ଚିନ୍ତା କରିବାର ଢଙ୍ଗକୁ ହିଁ ବଦଳାଇବାକୁ ପଡ଼ିବ। ଚାଲନ୍ତୁ ଏହି ପରିବର୍ତ୍ତନକୁ ବୁଝିବା। ଦେଖନ୍ତୁ, ପୁରୁଣା ଚିନ୍ତାଧାରା କ'ଣ ଥିଲା? ଯେ ମାନସିକ ସ୍ୱାସ୍ଥ୍ୟ ବିଷୟରେ କଥା ହେବା ମାନେ ଆପଣ ଦୁର୍ବଳ, ଏସବୁ ଲୁଚେଇ ରଖିବାର ଜିନିଷ। କିନ୍ତୁ ଆଜିର ନୂଆ ଚିନ୍ତାଧାରା ଠିକ୍ ତାର ଓଲଟା କହୁଛି। ଏହା କହୁଛି ଯେ ଜଣେ ମାନସିକ ସ୍ତରରେ ସୁସ୍ଥ ଫାଉଣ୍ଡର ହିଁ କମ୍ପାନୀ ପାଇଁ ସବୁଠାରୁ ବଡ଼ ସମ୍ପତ୍ତି। ଏହା ଏକ ଦୁର୍ବଳତା ନୁହେଁ, ବରଂ ଏକ ରଣନୈତିକ ସୁବିଧା। ତେବେ ଫାଉଣ୍ଡରମାନେ ନିଜ ପାଇଁ କ'ଣ କରିପାରିବେ? କିଛି ଜିନିଷ ଅଛି, ଯେମିତିକି କାମ ଆଉ ବ୍ୟକ୍ତିଗତ ଜୀବନ ଭିତରେ ଗୋଟେ ଲକ୍ଷ୍ମଣ ରେଖା ଟାଣିବା।
ଦରକାର ପଡ଼ିଲେ ସାହାଯ୍ୟ ମାଗିବାକୁ ଲାଜ ନ କରିବା ଆଉ ନିଜର ଯତ୍ନ ନେବାକୁ କାମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଭାବିବା। ଆଉ ଗୋଟେ ଭଲ କଥା ହେଉଛି ଧୀରେ ଧୀରେ ପରିସ୍ଥିତି ବଦଳୁଛି। ଏବେ ଖାସ୍ କରି ଉଦ୍ୟୋଗୀମାନଙ୍କ ପାଇଁ ଅନେକ ମାନସିକ ସ୍ୱାସ୍ଥ୍ୟ ସମ୍ବଳ ଏବଂ ସହାୟତା ବ୍ୟବସ୍ଥା ତିଆରି ହେଉଛି, ମାନେ ଲୋକେ ଏବେ ଏହି ସମସ୍ୟାକୁ ଗୁରୁତ୍ୱ ସହ ନେଉଛନ୍ତି। ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାଟା ଦୁର୍ବଳତା ନୁହେଁ, ବରଂ ଦୀର୍ଘ ସମୟ ପାଇଁ ସଫଳ ହେବାକୁ ହେଲେ ଏହା ଏକ ଜରୁରୀ ରଣନୀତି। ତେବେ ଶେଷରେ ଗୋଟିଏ ପ୍ରଶ୍ନ ଝାଡ଼ିଯାଉଛି, ଟିକେ ଭାବିବା କଥା। ଷ୍ଟାର୍ଟଅପ୍ ଦୁନିଆର ଏହି ଯେଉଁ ସଂଘର୍ଷର ସଂସ୍କୃତି ଅଛି, ତାହା କ'ଣ ପ୍ରକୃତିରେ ନୂଆ ନୂଆ ଜିନିଷ ତିଆରି କରୁଛି, ନା ଏହା ସେହି ତିଆରି କରୁଥିବା ଲୋକମାନଙ୍କୁ ହିଁ ଭିତରୁ ଭାଙ୍ଗି ଦେଉଛି?